କୁକୁର ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ସ୍ୱାମୀ। 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଆସନ୍ତୁ ଜାଣିବା କ'ଣ ରହିଛି ସେହି ଘଟଣା। କର୍ଣ୍ଣାଟକର ବେଲଗାଭିରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ପତ୍ନୀଙ୍କ ସହ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖୁଥିବା ସହ ପର୍ନ ଦେଖାଇ ଘରେ ଥିବା କୁକୁର ଛୁଆ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବୋଲି ଜଣାପଡ଼ିଛି। ଏନେଇ ପୀଡ଼ିତା ଅଭିଯୋଗ ଆଣିବା ପରେ ଅଦାଲତ ଏବେ ଅଭିଯୁକ୍ତଙ୍କୁ 10 ବର୍ଷ ଜେଲ ଦଣ୍ଡାଦେଶ ଦେବା ସହ 11,000 ଟଙ୍କାର ଜୋରିମାନା ଘୋଷଣା କରିଛନ୍ତି। ଅଭିଯୁକ୍ତର ଅପରାଧକୁ ଅଦାଲତ ଜଘନ୍ୟ ବୋଲି କହି ଏବେ ଅଭିଯୁକ୍ତଙ୍କୁ 10 ବର୍ଷର ଜେଲ ଦଣ୍ଡାଦେଶ ହେବା ସହ 11,000 ଟଙ୍କାର ଜୋରିମାନା ଘୋଷଣା କରିଛନ୍ତି। ଅଭିଯୁକ୍ତର ଅପରାଧକୁ ଅଦାଲତ ଜଘନ୍ୟ ବୋଲି କହି ରାୟ ଶୁଣାଇଛନ୍ତି। ଘଟଣାଟି 2017ରେ ଘଟିଥିବା ବେଳେ ଏବେ ଦୋଷୀକୁ ଦଣ୍ଡ ମିଳିଛି। ସୂଚନା ମୁତାବକ ମାର୍ଚ୍ଚ 2017ରେ ପୀଡ଼ିତା ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ବିବାହ ପରେ ଅପ୍ରାକୃତିକ ଭାବରେ ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। ଏହା ସହ ଧୀରେ ଧୀରେ ଘରେ ଥିବା କୁକୁର ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ପର୍ନ ଭିଡ଼ିଓ ଦେଖିବା ପାଇଁ ବାଧ୍ୟ କରି କୁକୁର ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ପର୍ନ ଭିଡ଼ିଓ ଦେଖିବା ପାଇଁ ବାଧ୍ୟ କରି କୁକୁର ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିବା ପରେ ପୀଡ଼ିତା ବାଧ୍ୟ ହୋଇ କତାକୋଲ ପୁଲିସ ଷ୍ଟେସନରେ ଅଭିଯୋଗ ଆଣିଥିଲେ। ଆପଣମାନେ କୁହନ୍ତୁ ତ, ଏଭଳି ସ୍ୱାମୀକି କିଭଳିଆ ଦଣ୍ଡ ଦେବା ଉଚିତ? ଆଉ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁନି।